ସବୁ ଲୋକମାନେ ଏଇଟା ଜାଣିବା ପାଇଁ ଚାହାନ୍ତି। पर्सनाली ମତେ ବି ବହୁତ ଲୋକ ପଚାରନ୍ତି ଏ ଜିନିଷଟା କି ଆପଣ ଏତେ ମାନେ ହୃଦୟ ଭଙ୍ଗା ଯୋଉ କୁହନ୍ତି ସାଇରୀ ଗୁଡା କେମିତି କୁହନ୍ତି and ଯଦି ମୁଁ ନ କରେ ଲୋକମାନେ ମତେ କୁହନ୍ତି କି ଦିଦି ଆପଣ କାହିଁକି କରୁନାହାନ୍ତି। ଆପଣଙ୍କର କେତେ ଥର ବ୍ରେକଅପ୍ ହେଇଛି ଆପଣ କାହାକୁ ଭଲ ପାଆନ୍ତି ଏମିତି ବହୁତ ସାରା କ୍ୱେଶ୍ଚିନ୍ ଆସେ କିନ୍ତୁ ମୁଁ ଭାବେ ମୁଁ ସବୁ ଜିନିଷକୁ ବହୁତ ହୃଦୟରୁ ଫିଲ୍ କରେ ଆଣ୍ଡ ଗୋଟେ ଜିନିଷ ମୁଁ ଚାହେଁ କି ମୋ ଦ୍ୱାରା 5ଟା ଲୋକ ବହୁତ ଭଲ ଜିନିଷ ଶିଖନ୍ତୁ। ମୁଁ ଯୋଉ ପ୍ଲାଟଫର୍ମରେ ଅଛି ଯଦି ମୁଁ ତାକୁ ଭଲରେ ୟୁଜ୍ ନ କରିପାରୁଛି ମୁଁ ଭଲ ଜିନିଷ ହିଁ ବୁଝେଇବାକୁ ଚେଷ୍ଟା କରେ। ଆଜି ଯାଏଁ ଯଦି ଆପଣ ବି ମୋ ଭିଡ଼ିଓ କେବେ ଦେଖିଥିବେ ମୁଁ କିଛି ନେଗେଟିଭ୍ ଜିନିଷ କହିନଥିବି ସେଟା ଲଭ୍ ଉପରେ ହଉ ବାପା ମାଙ୍କ ଉପରେ ହଉ ସାଙ୍ଗସାଥି ଉପରେ ହଉ ମୁଁ ସବୁବେଳେ ଚାହେଁ ତାର ଭଲ ମିନିଂଟା ଲୋକମାନେ ବୁଝନ୍ତୁ। ତାର ମୂଲ୍ୟ କ'ଣ ଯେକୌଣସି ରିଲେସନର ମୂଲ୍ୟ କ'ଣ ଆଜିକାଲି ଜେନେରେସନ ପାଖରେ ଯୋଉଟା କମି ଅଛି। ଫିଲ୍ମଟା ବହୁତ ହି ବଢ଼ିଆ ଫିଲ୍ମ ହେଇଛି ଆଣ୍ଡ ମୁଁ ଯୋଉ କ୍ୟାରେକ୍ଟର କରିଛି ଦର୍ଶକ ମାନେ ବହୁତ ରାଗିବେ ମୋ ଉପରେ ମୁଁ ଜାଣିଛି। ନେଗେଟିଭ କ୍ୟାରେକ୍ଟରଟା ମୁଁ ପ୍ଲେ କରୁଛି। ମୋ କ୍ୟାରେକ୍ଟର ନାଁ ହେଉଛି କୀର୍ତ୍ତି। ତ ପୁରା ମୁଭିଟା ଯାହା ବନେଇଛି ତା ଦେହରେ ଯଦି ଭଗବାନ କାହାକୁ ପନିଶମେଣ୍ଟ ଦଉଛନ୍ତି ସେ ହେଉଛନ୍ତି ମୁଁ ସେ ମଣିଷ ହେଉଛି ମୁଁ। ଓକେ ଏହା ହିଁ ଅଛି ମୋ କ୍ୟାରେକ୍ଟର। ଭଗବାନଙ୍କୁ ମୁଁ ବହୁତ ଡରେ ମୋ ଲାଇଫରେ ମୁଁ କାହାକୁ ଯଦି ମୋ ଗୁରୁ ବୋଲି ମାନେ ସେ ହେଉଛନ୍ତି ମୋ ଭଗବାନ। ତ ମୁଁ ନେଗେଟିଭ କ୍ୟାରେକ୍ଟର କରୁଛି ମୋତେ ନେଗେଟିଭ କ୍ୟାରେକ୍ଟର ମୁଁ ଚୁଜ୍ କରିଥିଲି କରିବା ପାଇଁ ବଟ୍ ଏବେ ଟିକେ ରିଗ୍ରେଟ୍ କରୁଛି କି କାହିଁକି ମୁଁ ନେଗେଟିଭ କ୍ୟାରେକ୍ଟର କରିବା ପାଇଁ ଚୁଜ୍ କଲି। ଲୋକଙ୍କ ଭଲ ପାଇବା ବେଶୀ ହିରୋଇନ୍ ମାନଙ୍କୁ ମିଳୁଛି ତ ମୁଁ ଯେତେ ଭଲ କଲେ ବି ଲୋକମାନଙ୍କ ଗାଳି ମିଳେ କିନ୍ତୁ କୁହନ୍ତି ନା ଦର୍ଶକ ମାନଙ୍କର ଗାଳି ହିଁ ଗୋଟେ ଆର୍ଟିଷ୍ଟ ପାଇଁ ତାଳି। ତ ନେଗେଟିଭ କ୍ୟାରେକ୍ଟର ମୁଁ ଡିସାଇଡ୍ କ'ଣ ମୁଁ ଲାଗେ ନା ସମସ୍ତଙ୍କର ଗୋଟେ ଥାଏ କି ସମସ୍ତଙ୍କୁ ସବୁ ମିଳିଯାଏନି। ତ ଷ୍ଟାର୍ଟିଂରୁ ଯେବେ ମୁଁ ଗୋଟେ ଭାବିଥିଲି ଗୋଟେ କ୍ୟାରେକ୍ଟର ମୁଁ ଏମିତି ପ୍ଲେ କରିବି ଯୋଉଟା ଟିକେ ଡୋମିନେଟ୍ କରୁଥିବ ସାମ୍ନା ପର୍ସନକୁ ଯାହାବି ଗୋଟେ ମାନେ ଯୋଉ ତା ହାତରେ ବହୁତ କିଛି ପାୱାର ଥିବ ତ ଏଇଟା ହିରୋଇନ୍ ହାତରେ କେବେ ପାୱାର ନଥାଏ ମୁଁ ଦେଖିଛି। ତ ମୁଁ ଚୁଜ୍ କଲି ଏଇଥିପାଇଁ କାହିଁକି ନା ହଁ ମୁଁ ଚାହୁଁଥିଲି କି ମୋ ଅଣ୍ଡରରେ ଲୋକମାନେ ରୁହନ୍ତୁ।